ମୁଁ କବି କବିତା ପଢ଼ି ମୋର କବିତାର ଶୀର୍ଷକ ଛତାଟିଏର ମନ କାହାଣୀ। ନିଧୁମ ଗ୍ରୀଷ୍ମ ଖରାରେ ଛତାଟିଏ ଆମ ବନ୍ଧୁ ହୋଇ କେତେ ସାଥି ଦିଏ। ପ୍ରବଳ ଝଡ଼ ବତାସର କୁଆ ପଥର ମାଡ଼ରେ ଦରଦ କାହିଁ ସହି ସହି ମଣିଷକୁ ନିଏ। ଛତାଟିର କହିବା ଶକ୍ତି ନାହିଁ, ସହିବାର ଅସୀମା ଶକ୍ତିରେ ଆମ ମନ ତୁଷି ନିଏ। ନିଧୁମ ଖରା ବରଷାର ମାଡ଼ରେ ତାର ରଙ୍ଗ ରଙ୍ଗା କାହିଁ କେତେ ବଦଳି ଉଡ଼ିଯାଏ। ତାକୁ କଳନା କରି କଳ୍ପନା କରିବା ବୁଝିବା ସମୟ କାହାରି ପାଖରେ ନଥାଏ। ତ୍ୟାଗର ସିଏ ମହାନଟିଏ। ସବୁରି ଅତଡ଼ା ଖସଡ଼ା ମାଡ଼ ଖାଇ ଦେହ ତାରି ଯେବେ ଫାଟିଯାଏ, ତାକୁ ମଣିଷ ଆଉ ପଚାରେ ନାହିଁ ଅନ୍ଧାରି କୋଣରେ କାହିଁ ଫୋପାଡ଼ି ଦିଏ। ପୁଣି ନୂଆ କରି ଆଉ ଗୋଟାଏ ଛତା ଆଣି ଅସଲ କାମରେ ଲଗାଇ ନିଏ। ମତଲବ ଭରା ଦୁନିଆଟା ସାରା ଦରକାର ଥିଲେ ଛତାଟି ଜାକି ବୁଲେ। ଦରକାର ସରିଗଲେ ପାଖ ମାଡ଼ିବାକୁ ଛତା ପାଇଁ ସ୍ଥାନ ଟିକିଏ ନଥାଏ। ସ୍ୱାର୍ଥପର ଦୁନିଆରେ ଛତାଟି ଯେମିତି ଅଜଣା ପଥର ପଥିକ ହୋଇ କାହିଁ ରହିଯାଏ। ଅଜଣା ପଥର ପଥିକଟି ହୋଇ କାହିଁ ରହିଯାଏ। ଧନ୍ୟବାଦ।